ବାହନକାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ସମୟ ଗଡ଼ିବା ସହ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଏବେ ବି ଟ୍ରେନ୍ ବଗି ତଳୁ ଯାତ୍ରୀଙ୍କ ଆର୍ତ୍ତ ଚିତ୍କାର ଶୁଣାଯାଉଛି। ଦୁର୍ଘଟଣାରେ ଆତ୍ମୀୟଙ୍କୁ ହରାଇଥିବା ସମ୍ପର୍କୀୟମାନଙ୍କର କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୁରା ଷ୍ଟେସନ। ତେବେ ଦୁର୍ଘଟଣା ଘଟିବାର କିଛି ମୁହୂର୍ତ୍ତ ପୂର୍ବରୁ ଆତ୍ମୀୟ ସ୍ୱଜନଙ୍କଠାରୁ ମିଳାଳି ନେଇ ଆସିଥିବା ବ୍ୟକ୍ତିଟିଏ ପାଲଟି ଯାଇଛି ଶବ। ଆଉ କିଏ ପୁଣି ଆୟୁଷରେ ମୃତ୍ୟୁ ସହ ସଂଗ୍ରାମ କରୁଛି। କିଏ ଶବ ସହ ଅଚିହ୍ନା ଶବ ଭିତରେ ନିଜ ଭାଇକୁ ଖୋଜୁଛି, ତ ଆଉ କିଏ ନିଜ ପରିବାରକୁ ଖୋଜୁଛି। ଅନେକ ସେମାନଙ୍କର ନିଜର ଲୋକଙ୍କୁ ନ ପାଇ ଚେତା ଶୂନ୍ୟ ହୋଇ ପଡ଼ିଯାଉଛନ୍ତି। ଅନେକ ଅଛନ୍ତି ଯେଉଁମାନେ ଏବେ ବି ବଗି ତଳେ ଚାପି ହୋଇ ରହିଥିବା ପରିବାର ଲୋକଙ୍କୁ ଖୋଜୁଛନ୍ତି। ତେବେ ଏହାରି ଭିତରେ ଅନେକ ଛାତିଥରା କାହାଣୀ ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ମୃତ ବ୍ୟକ୍ତିଙ୍କ ପକେଟରେ ବାରମ୍ବାର ଫୋନ୍ ବାଜୁଥିଲା। ସ୍ଥାନୀୟ ଲୋକ ପକେଟରୁ ଫୋନ୍ କାଢ଼ି କହିଲେ, ଆପଣ ଯାହାକୁ ଖୋଜୁଛନ୍ତି ସେ ଆଉ ନାହାନ୍ତି। ଟ୍ରେନ୍ ଦୁର୍ଘଟଣାରେ ତାଙ୍କର ପ୍ରାଣ ଚାଲିଯାଇଛି। ତେବେ ଆପଣ ଯାହାକୁ ଫୋନ୍ କରିଛନ୍ତି ତାଙ୍କ ନାଁ କ'ଣ? ବାସ୍ ଆରପଟରୁ ଜଣେ ମହିଳାଙ୍କ ଆର୍ତ୍ତ ଚିତ୍କାର ଶୁଣାଯାଉଥିଲା। ଏହିଭଳି ଶହ ଶହ ଲୋକ ଅଛନ୍ତି ଯାହାଙ୍କ ଖୋଜ ଖବର କିଛି ମିଳୁନାହିଁ, କିନ୍ତୁ ସେମାନଙ୍କ ଆତ୍ମୀୟ ସ୍ୱଜନମାନେ ଫୋନ୍ କରି ଚାଲିଛନ୍ତି। କିଏ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛି, ତ ଆଉ କାହାର ମୃତ୍ୟୁ ହୋଇସାରିଛି। ସେମାନଙ୍କ ସହ ଗତକାଲି ସେହି କାଳରାତ୍ରିରେ କ'ଣ ଘଟିଛି କେହି ଜାଣିପାରୁନାହାନ୍ତି। ଦୁର୍ଘଟଣାଗ୍ରସ୍ତ ଅଞ୍ଚଳରେ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ଆଳରେ କେତେକ ଲୋକ ମାନବିକତା ଭଳି ଚୋରି କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଉଦ୍ଧାର କରିବାକୁ ଆସି ଆହତ ଓ ମୃତ ଲୋକଙ୍କ ସୁନା ଗହଣା ଓ ଜିନିଷପତ୍ର ଚୋରି କରୁଥିଲେ। ଏହି ଘଟଣାରେ କାହାର ଜୀବନ ଚାଲିଯାଇଛି, ତ କିଏ ଆହତ ଅବସ୍ଥାରେ ନିଜ ପରିବାର ଲୋକଙ୍କୁ ହରାଇ ବସିଛି। ଏଭଳି ଏକ ସମୟରେ ଯେତେବେଳେ ଲୋକଙ୍କୁ ସାହାଯ୍ୟ ଦରକାର, କିଛି ଅସାମାଜିକ ବ୍ୟକ୍ତି ଆସି ଯାତ୍ରୀମାନଙ୍କୁ ଲୁଟୁଥିଲେ। ବ୍ୟୁରୋ ରିପୋର୍ଟ, ରିପୋର୍ଟର୍ସ ଟୁଡେ।